ଦଶମ ଶ୍ରେଣୀ ତୃତୀୟ ଅଧ୍ୟାୟ ରୂଢ଼ି ଓ ଲୋକବାଣୀ। ଆଜି ପଢ଼ିବା ଲୋକବାଣୀ। ସ୍ନେହର ଛାତ୍ରଛାତ୍ରୀ, ତୁମେମାନେ ରୂଢ଼ି ଠିକ୍ ଭାବରେ ନିଶ୍ଚୟ ବୁଝିପାରିଥିବ। ଅତି ସହଜ ପ୍ରକ୍ରିୟାରେ ଲୋକବାଣୀ ମଧ୍ୟ ବୁଝିନିଅ। ଲୋକବାଣୀ କହିଲେ କ'ଣ ପିଲାମାନେ? ଲୋକଙ୍କ ମୁଖରୁ କହୁଥିବା କଥା ବା ଉକ୍ତି। ମନେକର 2 ଜଣ ବା 4 ଜଣ ଅଛନ୍ତି, ଆଲୋଚନା କରୁ କରୁ ପରିସ୍ଥିତି ଦେଖି ବିଶେଷ ଉକ୍ତିଗୁଡ଼ିକ ବ୍ୟବହାର କରି ପ୍ରକାଶ କରିଥାନ୍ତି ବା ଜଣେ ଆଉ ଜଣଙ୍କ ଉପରେ ଆକ୍ଷେପ କରିକି ମଧ୍ୟ ବାକ୍ୟ ପ୍ରୟୋଗ କରିଥାନ୍ତି। ସେହି ବାକ୍ୟ ଗୁଡ଼ାକ ଲୋକବାଣୀ ବୋଲି ଜାଣିବା। ଯେମିତି ଅତିଭକ୍ତି ଚୋରର ଲକ୍ଷଣ, ନାହିଁ ମାମୁଁ ଠାରୁ କଣା ମାମୁଁ ଭଲ, ବସି ଖାଇଲେ ନଈ ବାଲିଶରେ, ଏଗୁଡ଼ିକ କ'ଣ ଲୋକବାଣୀ। ଏହି ଉକ୍ତି ବା ବାକ୍ୟ ଗୁଡ଼ାକ ନିଶ୍ଚୟ ତୁମେମାନେ ମଧ୍ୟ ଶୁଣିଥିବ। ଲୋକଙ୍କ ମୁଖରୁ ନିଃସୃତ ବାଣୀ ଲୋକବାଣୀ। ଲୋକବାଣୀ କ'ଣ ପିଲାମାନେ? ଆମେ ଏବେ ଲୋକବାଣୀ କ'ଣ କହିବା କି କ'ଣ ଲେଖିବା? ଏଇଆ ଲେଖିବା, ଲୋକ ମୁଖରେ ଯୁଗ ଯୁଗ ଧରି ଚଳି ଆସୁଥିବା ଏବଂ ବିଭିନ୍ନ ପରିସ୍ଥିତିରେ ପ୍ରୟୋଗ କରାଯାଉଥିବା ବିଶେଷ ଉକ୍ତିଗୁଡ଼ିକ ଲୋକବାଣୀ ବା ଲୋକୋକ୍ତି। ତାହେଲେ ବହି ଦେଖ, ଉଦାହରଣ ନେଇ ବୁଝିନେବା ନା କ'ଣ ପିଲାମାନେ? ଲୋକବାଣୀ। କଖାରୁ ବଡ଼ି ଉପରେ ପଡ଼ି। ଖ, କଖାରୁ ଚୋରକୁ ମୁଣ୍ଡ କାଟ। ଗ, କଜଳ ପାତିଆ ଭଲ ଲୋକ ମାନେ ଭଦ୍ରଲୋକ। ଘ, ସରଗୁ ପଡ଼ିଲା ଟୋକାଟେ, ତା ମୁଣ୍ଡରେ ଠେକାଟେ। ଏଗୁଡ଼ାକ ଲୋକବାଣୀ ଉକ୍ତି ଗୁଡ଼ାକ। କେମିତି ବ୍ୟବହାର କରାଯାଉଛି କୋଉ ଜାଗାରେ ଦେଖ। 2 ଜଣଙ୍କ ଭିତରେ କିଛି ଆଲୋଚନା ହେଉଛି, ତୃତୀୟ ଲୋକଟି ସେଠି ପହଞ୍ଚି ଯାଇଛି। ସେ ମୂଳ କଥା ଭାଷା ସମ୍ପର୍କରେ ତାକୁ କିଛି ଜାଣେ ନା, ଅଥଚ ସେ ଗୋଟିଏ ମନ୍ତବ୍ୟ ଦେଇ ପକାଏ। ସେତେବେଳେ ଏ କରେ ଥିବା ଉକ୍ତିଟି ପ୍ରୟୋଗ କରାଯାଇଥାଏ। କୋଉଟା? ନାଇଁ, କଖାରୁ ବଡ଼ି ଉପରେ ପଡ଼ି। ସେଇଭଳି କେହି ଜଣେ ଛୋଟ ଦୋଷଟେ କରିଛି, ତା ପାଇଁ କିନ୍ତୁ କଠୋର ଦଣ୍ଡର ବ୍ୟବସ୍ଥା ହେଉଛି। ସେଇଠୁ କ'ଣ ଏଇ ଖର ଲୋକବାଣୀଟି ଏଠି ବ୍ୟବହାର ହେବ। କୋଉଟା? କଖାରୁ ଚୋରକୁ ମୁଣ୍ଡ କାଟ। ଦୋଷ ଛୋଟିଆଟେ କରିଛି, କିନ୍ତୁ ତାକୁ କଠୋର ଦଣ୍ଡର ବ୍ୟବସ୍ଥା ରହିଛି। ତାପରେ ଦେଖ, କେଉଁଠି 2 ଜଣଙ୍କ ଝଗଡ଼ାରେ ମଧ୍ୟସ୍ଥି କଲେ ଆଉ ଜଣେ ତୃତୀୟ ବ୍ୟକ୍ତି, ସେ ନିରୀହ, ଅଥଚ ସେଇ ମଧ୍ୟସ୍ଥିଙ୍କର କ୍ଷତି ହେଲା। ସେଇଠୁ ଏଇ ଗର ଯେଉଁ ଉକ୍ତିଟି ଅଛି ଲାଗୁ ହେବ। କ'ଣ? କଜଳ ପାତିଆ ଭଲ ଲୋକ, ଭଦ୍ରଲୋକ ହେଇଯିବ। ନାଇଁ। ତାପରେ ଦେଖ, ଘ, ଡେଙ୍ଗା ତାଳ ଗଛକୁ ଆଖି ପାଉନାହିଁ, ମନେ ହେଉଛି ତାହା ଆକାଶକୁ ଛୁଇଁଛି। ପାଚିଲା ତାଳଟେ ଗଛରୁ ଖସି ପଡ଼ୁଛି, ତା ଉପରେ ଟୋପିଏ ଆବରଣ। ତାକୁ ଦେଖି ଭାବପ୍ରବଣ ଲୋକଟିଏ କହି ପକାଇଲା, ଆରେ ଟୋକାଟେ ଠେକାଟେ ପିନ୍ଧି ଆକାଶରୁ ଖସି ପଡ଼ିଲା କି? ଏଇଠୁ ଆମେ ଏ ଘର ଲୋକବାଣୀଟି ଲାଗିବ। କ'ଣ? ସରଗୁ ପଡ଼ିଲା ଟୋକାଟେ, ତା ମୁଣ୍ଡରେ ଠେକାଟେ। ଏଭଳି କଥା କିଏ ପ୍ରଥମେ କହିଲା ଆମେ ଜାଣୁନା, ମାତ୍ର ଏଗୁଡ଼ିକ ଆମ ଭାଷା ଓ ଚଳଣିର ଗୋଟିଏ ଗୋଟିଏ ଅଙ୍ଗ। ଆମ ଗାଁ ମାନଙ୍କରେ ମଧ୍ୟ କହନ୍ତି, ଉପରୁ ପଡ଼ିଲା ପିଲାଟେ, ତା ଉପରେ ଟୋପିଟେ। ଏମିତିଆ କଥା କହନ୍ତି କି ନାହିଁ ପିଲାମାନେ? ତମେମାନେ ନିଶ୍ଚୟ ଶୁଣିଥିବ। ଲୋକମୁଖରେ ଯୁଗ ଯୁଗ ଧରି ଚଳି ଆସୁଥିବା ଏବଂ ବିଭିନ୍ନ ପରିସ୍ଥିତିରେ ପ୍ରୟୋଗ କରାଯାଉଥିବା ବିଶେଷ ଉକ୍ତିଗୁଡ଼ିକ ଲୋକବାଣୀ ବା ଲୋକୋକ୍ତି। ପ୍ରତ୍ୟେକ ଭାଷାରେ ଲୋକବାଣୀ ଅଛି। ଆମ ଭାଷାରେ ଏଗୁଡ଼ିକୁ ପ୍ରବାଦ ଓ ପ୍ରବଚନ ମଧ୍ୟ କୁହାଯାଏ। ଇଂରାଜୀରେ କ'ଣ କୁହାଯାଏ? ମାଇଟ୍ ଇଜ୍ ରାଇଟ୍। ଓଡ଼ିଆରେ କ'ଣ କୁହାଯାଏ? ଜୋର ଯାର ମୁଲକ ତାର। ହିନ୍ଦୀରେ କ'ଣ କୁହାଯାଏ? ନାଚ ନ ଜାନେ ଆଙ୍ଗନ ଟେଢ଼ା। ଓଡ଼ିଆରେ କ'ଣ କୁହାଯାଏ? ଚାଲି ନ ଜାଣି ବାଟର ଦୋଷ। ଏମିତି ଓଡ଼ିଆ ଭାଷାରେ ବହୁ ସଂଖ୍ୟାରେ ଲୋକବାଣୀ ରହିଛି। ତନ୍ମଧ୍ୟରୁ କେତୋଟି ଲୋକବାଣୀ
ଓ ତାହାର ଅର୍ଥ। ଅକାଳେ ନିୟମ ନାସ୍ତି। ଅସୁବିଧା ସମୟରେ ନିୟମ ମାନି ଚଳିବା ସମ୍ଭବ ହୋଇନପାରେ। ଅତିଭକ୍ତି ଚୋରର ଲକ୍ଷଣ। କାର୍ଯ୍ୟ ହାସଲ ଉଦ୍ଦେଶ୍ୟ ରଖି ଉପରକୁ ବିନମ୍ର ଭାବ ଦେଖାଇବା। ଅଣ୍ଟି ଛୁରୀ ତଣ୍ଟି କାଟେ। ଆତ୍ମୀୟ ଲୋକ ଶତ୍ରୁତା ଆଚରଣ କରିବା। ଅଠା କାଠିରେ ପଡ଼ିବା ଅର୍ଥ ଅସୁବିଧା ପରିସ୍ଥିତିର ସମ୍ମୁଖୀନ ହେବା। ଅନ୍ଧ ଦେଶକୁ ଗଲି ଦର୍ପଣ ବିକି। ମୂର୍ଖଙ୍କ ଆଗରେ ତତ୍ତ୍ୱ କଥା କହିବା। ଅଳସୁଆର ବାରବାଟୀ ଚାଷ। ନିକମା ବା ଅଳସୁଆ ଲୋକର ବୃଥା ଆସ୍ଫାଳନ। ଅଧର୍ମ ବିତ୍ତ ବଢ଼େ ବହୁତ ଗଲାବେଳେ ଯାଏ ମୂଳ ସହିତ ଅର୍ଥ ପାପ ଅର୍ଜିତ ଧନ ସମୂଳ ନଷ୍ଟ ହୁଏ। ଅଦା ବେପାରୀର ଜାହାଜ ମୂଲ ଅର୍ଥ ଅନଧିକାର ଚର୍ଚ୍ଚା। ଅତି ପରିଚୟ ଗୌରବ ନଷ୍ଟ ଅର୍ଥ ଅଧିକ ସମ୍ପର୍କ ବା ମିଳାମିଶାରେ ସମ୍ମାନ ହ୍ରାସ ପାଏ। ଅନ୍ଧ ଥରେ ବାଡ଼ି ହଜାଏ ଅର୍ଥ ଅଭିଜ୍ଞତାରୁ ସତର୍କ ହେବା ବା ଶିକ୍ଷା ଲାଭ କରିବା। ଅମୃତ ହାଣ୍ଡିରେ ବିଷ କଣିକାଏ ଅର୍ଥ ସାମାନ୍ୟ ଖରାପ ଅନେକ ଭଲକୁ ନଷ୍ଟ କରେ। ଆଲୋ ସଖୀ ଆପଣା ମହତ ଆପି ରଖି ଅର୍ଥ ନିଜ ସମ୍ମାନ ନିଜ ହାତରେ। ଆଗତ ଚଢ଼େଇକି ବେସର ବଟା ଅର୍ଥ ହାତକୁ ଜିନିଷ ଆସିବା ପୂର୍ବରୁ ଉପଯୋଗ ପାଇଁ ପ୍ରସ୍ତୁତି। ଆହ୍ଲା ଦିଅନ୍ତି ତ ଛପର ଫାଡ଼ି ଦିଅନ୍ତି ଅର୍ଥ ଈଶ୍ୱର ଦୟା କଲେ ଆଶାୟିତ ଫଳ ମିଳେ। ଆକାଶ କଇଁଆ ଚିଲିକା ମାଛ ଅର୍ଥ ଅସମ୍ଭବ କଥା କଳ୍ପନା କରିବା। ଆପଣା ସିଂହରେ ଭୂଇଁ ତାଡ଼ିବା ଅର୍ଥ ନିଜେ ସମର୍ଥ ହେବା। ଆଖୁ କିଆରୀରେ ପଶିବା ଅର୍ଥ କୌଣସି କାର୍ଯ୍ୟ ଉତ୍ତମ ରୂପେ ନିର୍ଣ୍ଣୟ କରି ନ ପାରିବା। ଉଡ଼ିଗଲା ଚଢ଼େଇର ପର ଗଣିବା ଅର୍ଥ ଅତି ବୁଦ୍ଧିଆ। ଉପର ଚିକ୍କଣ ଭିତର ଫମ୍ଫା ଅର୍ଥ ବାହାର ସୌନ୍ଦର୍ଯ୍ୟ ଥାଇ ଭିତରେ ଶୂନ୍ୟତା। ଋଷି ଜଟା ଛିଣ୍ଡେଇବା ଅର୍ଥ ଧୈର୍ଯ୍ୟବାନ ବ୍ୟକ୍ତି ଅତ୍ୟନ୍ତ କ୍ରୋଧ ପ୍ରକାଶ କରିବା। ଏକ ମାଘକେ ଶୀତ ଯାଏ ନାହିଁ ଅର୍ଥ ଦୁର୍ଯୋଗ କେବଳ ଥରେ ଆସେ ନାହିଁ। ଏମନ ଖୋଜୁଥାଏ ଯାହା କାଳେ ପ୍ରାପ୍ତ ହୁଏ ତାହା ଅର୍ଥ ସମୟ ଅନୁଯାୟୀ ମନ ଅନୁସାରେ ଫଳ ମିଳିବା। ଓଟ ମୁହଁରେ ଜିରା ଅର୍ଥ ଅଧିକ ଆଶା କରୁଥିବା ବ୍ୟକ୍ତିକୁ ଅଳ୍ପ ମିଳିବା। ଔଷଧ ରାଗରେ ତାଟିଆ କାମୁଡ଼ିବା ଅର୍ଥ ପ୍ରକୃତ ଲୋକ ବିରୋଧରେ କିଛି କରି ନ ପାରି ଅନ୍ୟ ଉପରେ ରାଗିବା। କଷ୍ଟ କଲେ କୃଷ୍ଣ ମିଳେ ଅର୍ଥ ସବୁ ସିଦ୍ଧିର ମୂଳ ହିଁ କଠିନ ପରିଶ୍ରମ। ସାଧନା ହିଁ ସିଦ୍ଧିର ଜନକ। କବି ତୁଣ୍ଡ ମେଣ୍ଢା ମୁଣ୍ଡ ଅର୍ଥ ଦୃଢ଼ ବଚନ ବା ଆର୍ଷ ବଚନ। କଂସାରୀ ଘର ପାରାକୁ କୁଲା ଡାଉଁ ଡାଉଁ ଅର୍ଥ ପ୍ରତିକୂଳତାରେ ଅଭ୍ୟସ୍ତ ବ୍ୟକ୍ତିକୁ ସାମାନ୍ୟ ଭୟ ଦେଖାଇବା। କଙ୍କଡ଼ାକୁ ଗୋଳି ପାଣି ସୁହାଏ ଅର୍ଥ ଅସାଧୁ ଲୋକ ପାଇଁ ଗୋଳିମାଳିଆ ପରିସ୍ଥିତି ସହାୟକ ହୁଏ। କାହାର ପୁଷ ମାସ କାହାର ସର୍ବନାଶ ଅର୍ଥ ଜଣକର ଲାଭ ବେଳେ ଅନ୍ୟ ଜଣଙ୍କର କ୍ଷତି। କୂପମଣ୍ଡୁକ ଅର୍ଥ ସଂକୁଚିତ ପରିବେଶରେ ବଢ଼ିଥିବା ବ୍ୟକ୍ତି। କେଉଁ ଗାଈର ଗୋବର ଅର୍ଥ ଅତି ସାମାନ୍ୟ ତୁଚ୍ଛ। କୋପେ ବର ନ ହେଲେ ତପେ ବର ଅର୍ଥ ଯେକୌଣସି ଉପାୟରେ କାର୍ଯ୍ୟ ହାସଲ କରିବା। କୌରବଙ୍କର ଖାଇ ପାଣ୍ଡବଙ୍କର ଗାଇ। ଜଣଙ୍କ ଠାରୁ ସାହାଯ୍ୟ ପାଇବା ଓ କୃତଘ୍ନ ଭାବେ ଅନ୍ୟର କାମ କରିବା। ଖଜୁରୀ ଗଛର କି ଗୁଣ ଗାଇବି ଅର୍ଥ କୌଣସି ଖରାପ ଲୋକର ପ୍ରତିଟି କର୍ମ ମୂଳରୁ ଖରାପ। ଖଣ୍ଡା ଧାରରେ ଚାଲିବା ଅର୍ଥ ଖୁବ୍ ସତର୍କତାର ସହିତ ନିୟମ ମାନି କାମ କରିବା। ଖୋଳ ପର୍ବତ ମା'ର ମୂଷା ଅର୍ଥ ସାମାନ୍ୟ କାମ ପାଇଁ ବହୁ ଶ୍ରମ ଓ ଚେଷ୍ଟା। ଗାଁ କନିଆ ସିଂହାଣୀ ନାକି ଅର୍ଥ ଯେକୌଣସି ଲୋକ ନିଜ ଅଞ୍ଚଳରେ ସମ୍ମାନ ନ ପାଇବା। ଗୁଣ ଚିହ୍ନେ ଗୁଣିଆ ସୁନା ଚିହ୍ନେ ବଣିଆ ଅର୍ଥ
ଗୁଣୀ ଗୁଣର ଆଦର କରେ। ଘର ଦିଅଁ ନ ପୂଜି ପର ଦିଅଁ ପୂଜିବା ଅର୍ଥ ନିଜ ସଂସ୍କୃତିକୁ ଅବହେଳା କରି ଅନ୍ୟ ସଂସ୍କୃତିକୁ ଅନୁସରଣ କରିବା। ଘୁଷୁରୀକୁ ପାଚିଲା କଦଳୀ ଅର୍ଥ ଇତର ବା ଅଯୋଗ୍ୟ ବ୍ୟକ୍ତି ପାଇଁ ଉନ୍ନତି ପରିଚର୍ଯା। ଘୋଡ଼ା 6 ଟଙ୍କାକୁ ଦାନା 9 ଟଙ୍କା ଅର୍ଥ କୌଣସି ଜିନିଷର ରକ୍ଷଣାବେକ୍ଷଣ ଖର୍ଚ୍ଚ ଜିନିଷର ମୂଲ୍ୟଠାରୁ ଅଧିକ ହେବା। ଚାଷ ତରତର ବଣିଜ ମଠ ଅର୍ଥ ନିର୍ଦ୍ଦିଷ୍ଟ କାର୍ଯ୍ୟକୁ ନିର୍ଦ୍ଦିଷ୍ଟ ସମୟରେ ସମ୍ପାଦନ କରିବା। ଚୋର ମନ ଚୋର ଗଣ୍ଠିଲିରେ ଅର୍ଥ ଚୋର ସର୍ବଦା ଚୋରି କରିଥିବା ଦ୍ରବ୍ୟ ଧରା ପଡ଼ିଯିବା ଭୟରେ ଶଙ୍କିତ ଥାଏ। ଛୋଟ ସାପର ବିଷ ଟାଣ ଅର୍ଥ ଛୋଟ ବୋଲି ହେୟ ମନେ ନ କରିବା। ଛୋଟ ସାପର ବଡ଼ ବିଷ ଅର୍ଥ କ୍ଷୁଦ୍ର ମଧ୍ୟରେ ଭୟଙ୍କରତା। ଜାନ୍ ଯାଉ ମାନ ଥାଉ ଅର୍ଥ ସମ୍ମାନ ବା ଇଜ୍ଜତ ଜୀବନଠାରୁ ଅଧିକ। ଜୋର ଜାର ମୁଲକ ତାର ଶକ୍ତିଶାଳୀ ହିଁ ପ୍ରଭୃତ୍ୱ ବିସ୍ତାର କରିବା। ଟେକା ହାତରୁ ଖସିଲେ ଅଣବାହୁଡ଼ା ଅର୍ଥ ଥରେ ଭୁଲ ହେଲେ ତାକୁ ସୁଧାରି ହୁଏ ନାହିଁ। ଡେଙ୍ଗା ମୁଣ୍ଡରେ ଠେଙ୍ଗା ଅର୍ଥ ଆଗୁଆ ଲୋକ ଉପରେ ଦାୟିତ୍ୱ ଓ ବିପଦ ଥାଏ। ଢିଙ୍କିଶାଳ କଥା ନ ଜାଣି ଢେଙ୍କାନାଳ କଥା କହିବା ଅର୍ଥ ଘର କଥା ନ ଜାଣି ଦୂର ଦେଶର କଥା କହିବା। ଢୋକେ ପି ଦଣ୍ଡେ ଜି ଅର୍ଥ କଷ୍ଟେ ମଷ୍ଟେ ବଞ୍ଚି ରହିବା। ତିନି ତୁଣ୍ଡରେ ଛେଳି କୁକୁର ଅର୍ଥ ମିଛ କଥା ଅନେକଙ୍କ ଦ୍ୱାରା ବାରମ୍ବାର ପ୍ରକାଶିତ ହେଲେ ସତ୍ୟ ପରି ପ୍ରତୀତ ହୁଏ। ତୁଣ୍ଡ ବାଇଦ ସହସ୍ର କୋଶ ଅର୍ଥ ଲୋକ ମୁଖରେ କଥା ବହୁଦୂର ପ୍ରସରି ଯାଏ। ତୁ ଯେତେ ମାଠିବୁ ମାଠ ମୁଁ ସେଇ ଦରପୋଡ଼ା କାଠ ଅର୍ଥ ସ୍ୱଭାବ ସହଜରେ ବଦଳେ ନାହିଁ। ତୁଳସୀ 2 ପତ୍ରରୁ ବାସି ବିଛୁଆତି 2 ପତ୍ରରୁ କୁଣ୍ଡେଇ ହୁଏ ଅର୍ଥ ପ୍ରକୃତ ଗୁଣ ପ୍ରାଥମିକ ସ୍ତରରୁ ହିଁ ଜଣାପଡ଼ିଥାଏ। ତେଳିଆ ମୁଣ୍ଡରେ ତେଲ ଅର୍ଥ ଦରିଦ୍ରକୁ ସାହାଯ୍ୟ ନ କରି ସ୍ୱଚ୍ଛଳ ବ୍ୟକ୍ତିକୁ ସାହାଯ୍ୟ କରିବା। ଦୈବ ଦୌଡ଼ି ମଣିଷ ଗାଇ ଯେଣିକି ଟାଣଇ ତେଣିକି ଯାଇ ଅର୍ଥ ବିଧି ନିର୍ଦ୍ଦେଶରେ ମଣିଷ ପରିଚାଳିତ। ଦେଶକେ ଫାଙ୍କ ନଈକେ ବାଙ୍କ ଅର୍ଥ ଭିନ୍ନ ସ୍ଥାନରେ ଭିନ୍ନ ଚଳଣି ବା ପ୍ରଥା। ଧରାକୁ ସରାମଣିମା ଅର୍ଥ ଅତି ଗର୍ବଭାବ ପ୍ରଦର୍ଶନ କରିବା। ଧାନ ପେଟରୁ ବାଳୁଙ୍ଗା ଜାତ ଅର୍ଥ ଗୁଣବତୀ ମା ଠାରୁ କୁପୁତ୍ର ଜନ୍ମ। ଧୀର ପାଣି ପଥର କାଟେ ଅର୍ଥ ଧୀର ସ୍ଥିର ଭାବେ କାର୍ଯ୍ୟ କଲେ ସଫଳତା ମିଳେ। ଧୀର କଥାରେ ବୈରୀ ବଶ ଅର୍ଥ ନମ୍ର ବ୍ୟବହାର ଦ୍ୱାରା ସମସ୍ତଙ୍କୁ ବଶୀଭୂତ ବା ନିଜର କରିହୁଏ। ନଈ ସୁଅକୁ ବାଲି ବନ୍ଧ ଅର୍ଥ ବୃଥା ପରିଶ୍ରମ ବା ବୃଥା ଚେଷ୍ଟା। ନ ଦେଖିଲା ଓଉ 6 ଫଡ଼ା ଅର୍ଥ ଅସମ୍ଭବ କଥା କହିବା। ନଈରେ ଘର କରି କୁମ୍ଭୀର ସଙ୍ଗରେ କଳି ଅର୍ଥ ଅଧୀନ ହୋଇ ମୁନିବଙ୍କ ସଙ୍ଗେ କଳି। ନାହିଁ ମାମୁଁ ଠାରୁ କଣା ମାମୁଁ ଭଲ ଅର୍ଥ କିଛି ନଥିବା ଅପେକ୍ଷା ସାମାନ୍ୟ ଥିବା ଭଲ। ପେଟ ପୋଷ ନାହିଁ ଦୋଷ ଅର୍ଥ ବଞ୍ଚିବା ପାଇଁ କୌଣସି ବୃତ୍ତି ଗ୍ରହଣ କରାଯାଇପାରେ। ପାପ ଧନ ପ୍ରାୟଶ୍ଚିତ୍ତରେ ଯାଏ ଅର୍ଥ ଅନ୍ୟାୟ ଉପାୟରେ ଅର୍ଜିତ ଧନ ଅଯଥାରେ ନଷ୍ଟ ହୁଏ। ପୋଥିଗତ ବିଦ୍ୟା ପରହସ୍ତ ଧନ ଅର୍ଥ ନିଜେ ନ ଜାଣିଥିବା ବିଦ୍ୟା ବା ନିଜ ପାଖରେ ନଥାଇ ଅନ୍ୟ ପାଖରେ ଥିବା ଧନ ଆବଶ୍ୟକ ବେଳେ କାର୍ଯ୍ୟରେ ଆସିନଥାଏ। ଫୁଲ ଯୋଗୁଁ ଗଭା ପଣ୍ଡିତ ଯୋଗୁଁ ସଭା ଅର୍ଥ ଉଭୟ ଶୋଭାବର୍ଦ୍ଧକ। ବସିବା ଠାରୁ କାଶିବା ଭଲ ଅର୍ଥ ସବୁବେଳେ କିଛି ନା କିଛି କାର୍ଯ୍ୟରେ ଲାଗି ରହିବା ଉଚିତ। ବସି ଖାଇଲେ ନଈବାଲି ସରେ ଅର୍ଥ ଆଳସ୍ୟ ସର୍ବନାଶ କରେ। ବତେଇ ଦେଲା ବୁଦ୍ଧି ମାଗି ଆଣିଲା ତିଅଣ ଅର୍ଥ ଉଭୟ କ୍ଷଣସ୍ଥାୟୀ। ବକର ବେକ ବଢ଼ିଲେ ମିନର ବିପତ୍ତି ଅର୍ଥ ଶତ୍ରୁର ସୁବିଧା ବିପଦର କାରଣ। ବ୍ରହ୍ମା ବିଳି ବିଳେଇଲେ ବେଦ ଅର୍ଥ
ପଣ୍ଡିତ ଲୋକର ଯେକୌଣସି କାର୍ଯ୍ୟକୁ ମହତ୍ତ୍ୱପୂର୍ଣ୍ଣ ବୋଲି ଧରିନେବା। ବାହା ସରିଲେ ବେଦୀ ମୁହଁ ପୋଡ଼ା ଅର୍ଥ ସ୍ୱାର୍ଥ ସାଧନ ପରେ ଆଗ୍ରହ କମିଯିବା। ମାନିଲେ ଠାକୁର ନ ମାନିଲେ ପଥର ଅର୍ଥ ନିଜର ଦୃଷ୍ଟିକୋଣ ଅନୁସାରେ ମାନ୍ୟତା ଦେବା ଅଥବା ନ ଦେବା। ଯତ୍ନ କଲେ ରତ୍ନ ମିଳେ ଅର୍ଥ ଅଧ୍ୟବସାୟ ସଫଳତାର ଚାବିକାଠି। ଯେମିତି ଠାକୁର ସେମିତି ପୂଜା, ବାଲି ଗରଡ଼ାକୁ ଚାଉଳ ଭଜା ଅର୍ଥ ଗୁଣ ଘେନି ଆଦର। ଯେସାକୁ ତେସା ଅର୍ଥ ଯିଏ ଯେପରି ବ୍ୟବହାର ଦେଖାଇବ ତା ପାଇଁ ଅନୁରୂପ ବ୍ୟବହାର। ଯେ ଦେଶେ ଯାଇ ସେ ଦେ ଫଳ ଖାଇ ଅର୍ଥ ସବୁ ସ୍ଥାନରେ ପରିସ୍ଥିତି ସହିତ ଖାପ ଖୁଆଇ ଚଳିବା। ଲୁଚିଛିନା ଗୋଡ଼ ଦିଟା ଦିଶୁଛି ଅର୍ଥ ଯେତେ ଘୋଡ଼ାଇଲେ ବି ଦୋଷ ଧରାପଡ଼େ। ଶୋଇଲା ପୁଅର ଭାଗ ନାହିଁ ଅର୍ଥ କର୍ମକୁଣ୍ଠ ଲୋକ ଜୀବନରେ ହାରିଯାଏ। ସଭାରେ ହାଣ୍ଡି ଭାଙ୍ଗିବା ଅର୍ଥ ଗୁପ୍ତ କଥା ପ୍ରକଟ କରିବା। ସ୍ୱର୍ଗକୁ ନିଶୁଣି ନାହିଁ କି ବଡ଼ ଲୋକଙ୍କୁ ଉତ୍ତର ନାହିଁ ଅର୍ଥ ଧନୀ ଓ ପ୍ରଭାବଶାଳୀ ଲୋକଙ୍କୁ ଅନେକ କଥା କହି ହୁଏ ନାହିଁ। ସିଧା ଆଙ୍ଗୁଠିରେ ଘିଅ ବାହାରେ ନାହିଁ ଅର୍ଥ ସବୁ କାମ ସହଜରେ ହୁଏ ନାହିଁ। ହାତେ ମାପି ଚାଖଣ୍ଡେ ଚାଲ ଅର୍ଥ ସାବଧାନ ହୋଇ କାମ କରିବା। ହଲିଲା ପାଣିରେ ଗୋଡ଼ ନ ଦେବା ଅର୍ଥ ଗଣ୍ଡ ଗୋଳରେ ନ ପଶିବା। ହାତ ଅଳସେ ନିଶ ବଙ୍କା ଅର୍ଥ ଅଳସୁଆ ଦୁଃଖ ପାଏ। ତାହେଲେ ଏଗୁଡ଼ିକ ପିଲାମାନେ ଲୋକବାଣୀ